ପିଲାମାନେ ଆଜି ଆମେ ଅଷ୍ଟମ ଶ୍ରେଣୀ ବହିର ବ୍ୟାକରଣ ବିଭାଗର ପଦ ପରିଚୟ ବିଷୟରେ ଜାଣିବା। ପଦ ପୂର୍ବରୁ ଆମେ ଆଗ ଶ୍ରେଣୀରେ ଆମେ ପଢ଼ିଛୁ ବା ପୂର୍ବରୁ ଆମେ ଜାଣିଛୁ ଶବ୍ଦ କାହାକୁ କୁହାଯାଏ। ସାର୍ଥକ ଅର୍ଥ ପ୍ରକାଶ କରୁଥିଲେ ବା ବିଭିନ୍ନ ବର୍ଣ୍ଣ ଏକ ବା ଏକାଧିକ ବର୍ଣ୍ଣ ମିଳିତ ହୋଇ ସାର୍ଥକ ଅର୍ଥ ପ୍ରକାଶ କରୁଥିଲେ ଆମେ ତାକୁ ଶବ୍ଦ ବୋଲି କହୁ। ସେଇ ଶବ୍ଦକୁ ଆମେ ବାକ୍ୟରେ ଯେତେବେଳେ ଏକ ସାର୍ଥକ ଅର୍ଥ ପ୍ରକାଶ କରୁଥିବ ଏକ ବା ଏକାଧିକ ଶବ୍ଦ ମିଳିତ ହେଲେ ଏକ ସାର୍ଥକ ବାକ୍ୟ ଗଠନ ହେଇପାରିବ। କିନ୍ତୁ ଆମେ ଆଜି ପଢ଼ିବା ପଦ ବିଷୟରେ। এই ପଦ କାହାକୁ କୁହନ୍ତି, ପଦ କେତେ ପ୍ରକାର, କ'ଣ କ'ଣ, ଏହା ବିଷୟରେ ଆମେ ବିଶେଷ ଭାବରେ ଆଜି ଆମେ ଜାଣିବା। ପଦ ପରିଚୟ। ଏବେ ଆମେ এই ନିମ୍ନ ବାକ୍ୟ ଗୁଡ଼ିକ ଦେଖିବା। ବାକ୍ୟ ଗୁଡ଼ିକ ହେଲା ଯେ ଲାଗେ ମାଛ ନଈ ଭଲ। ଦ୍ୱିତୀୟ ବାକ୍ୟଟି ଦେଖିବା। ଦ୍ୱିତୀୟ ବାକ୍ୟଟିରେ ମାଛ ସୁଆଦ ପୋଖରୀ ଫାରି ଏହି। এই ଦୁଇଟି ବାକ୍ୟ ଆମକୁ ଦେଖିଲେ ଲାଗୁଛି ତାହା ବୁଝି ହେଉନାହିଁ। ତୃତୀୟ ବାକ୍ୟ ନଈ ମାଛ ଭଲ ଲାଗେ। ଚତୁର୍ଥ ବାକ୍ୟ ଏହି ପୋଖରୀର ମାଛ ଭାରି ସୁଆଦ। এই ବାକ୍ୟ ଗୁଡ଼ିକୁ ଆମେ ଦେଖିଲେ ପ୍ରଥମ ଦୁଇଟି ବାକ୍ୟ ବୁଝି ହେଉନାହିଁ, ଦ୍ୱିତୀୟ ବାକ୍ୟ ବୁଝି ହେଉନାହିଁ, କିନ୍ତୁ ତୃତୀୟ ଚତୁର୍ଥ ବାକ୍ୟକୁ ବୁଝି ହେଉଛି। ଏହି ଶେଷ ଦୁଇ ବାକ୍ୟରେ ଥିବା ଶବ୍ଦ ଗୁଡ଼ିକ ପଦବାଚ୍ୟ ଅଟେ। ତେବେ ବିଶେଷ୍ୟ ପଦ କାହାକୁ କୁହାଯାଏ? ବିଶେଷ୍ୟ ପଦ ହେଲା ବାକ୍ୟରେ ବ୍ୟବହୃତ ଯେଉଁ ପଦ କୌଣସି ନିର୍ଦ୍ଦିଷ୍ଟ ନାମକୁ ବୁଝାଏ ତାହାକୁ ବିଶେଷ୍ୟ ପଦ କୁହାଯାଏ।
तेबे आमे क्रियापदर किछि उदाहरण जानिबा। केउडिक क्रियापद तले जो वाक्य गुड़िक लेखा जाइछि कलाक्षर लिखित शब्द गुड़िक बा पद गुड़िक क्रियापद अटंती। यथा राम पढ़ुछि। एठारे रामर पढ़िबा कार्य एठे चालुछि, तेणु पढ़ुछि हेउछि एठारे क्रियापद। सेहिपरि मदन देखिला। देखिबा कार्य मदन हेउछि। द्वितीय वाक्यटिरे देखिला ताहा एक क्रियापद। सेहिपरि तृतीय वाक्यटिरे सेमाने जाउछन्ति। ए कार्यटी होउछि जीवा क्रिया होउछि, तेणु जाउछन्ति होउछि तृतीय वाक्य रे क्रियापद। पिलामाने आज आमे ए कालांश रे अष्टम श्रेणी रो पद परिचय विषय रे विशेष भाव रे जानिले। आमे कोन कोन जानिले? पद काहाकु कहंती, पद केते प्रकार, यथा विशेष्य, विशेषण, सर्वनाम, अव्यय और क्रियापद। पुणी से विशेष्य काहाकु कहंती, विशेषण काहाकु कहंती, सर्वनाम पद क्या जाए, अव्यय क्या जाए एवं क्रिया क्या जाए, ए विषय में आज विशेष भाव में जानिले। ठीक अच्छे, धन्यवाद।